ସସ୍ମିତା ମଙ୍ଗରାଜ ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିର ପାଖରେ। ଶିଶୁ ବିକାଶ ମୁଁ ଆସିବାର କାରଣ ଏଇକି ଯେ ମୋ ଛୁଆକୁ ଅଙ୍ଗନବାଡ଼ି ଦିଦି ଖାଦ୍ୟରେ ବିଷ ଦେବାର କଥା କହିଥିଲେ। ଆଉ ତାଙ୍କ ସ୍ୱାମୀ ଆସିକି ମୋତେ ଘରେ ହତ୍ୟାର ଧମକ, ରେପ୍ର ଧମକ ଆଉ ଏମିତି ସବୁ ବିଭିନ୍ନ ପ୍ରକାର ବମ୍ ପକେଇଦେବୁ। ସିଏ ଅଣ୍ଡା ଦେଉଥିଲେ 5ଟା ଦେଉଥିଲେ, ତାପରେ 8ଟା 9ଟା ତାପରେ 7ଟା ଏମିତି ଦେଉଥିଲେ। ଆମେ ଯେତେବେଳେ କହିଲୁ ଯେ ଅଣ୍ଡା ଏତିକି କାହିଁକି, ଆମର ତ ସିଗ୍ନେଚର ଏତିକି ଦିଆହେଉଛି, ଆପଣ ଉପର ଅଧିକାରୀଙ୍କ ନମ୍ବର ଦିଅନ୍ତୁ, ନମ୍ବର କେବେ ବି ଦିଅନ୍ତିନି। ଏମିତି ହେବା ସକାଶେ ସିଏ ପ୍ରତି ମାସରେ ଆମର 12ଟା ଦେବା କଥା, କିନ୍ତୁ ଏଠୁ ଆମେ ଜାଣିବାକୁ ପାଉଛୁ ଯେ ଆମର ଆଙ୍କ ପଇସା ହିସାବରେ ଆମର 16ଟି ଅଣ୍ଡା ହେଉଛି। 16ଟା ଅଣ୍ଡା ଦେବା କଥା। 7 ଟଙ୍କା ହିସାବରେ ଆମର 83-84 ଟଙ୍କା ଆସୁଛି। ଯେହେତୁ 83-84 ଟଙ୍କା ଆସୁଛି, ସେଇ ଅନୁସାରେ ଆମର 16ଟି ଅଣ୍ଡା ହେଉଛି, କିନ୍ତୁ 5ଟି କେଉଁ ମାସରେ 7ଟି, କେଉଁ ମାସରେ 8ଟି, 10ଟି ଏମିତି ଦିଅନ୍ତି। ଯେବେ ବି ଦିଅନ୍ତି ଆମେ ଯଦି କହୁଛି ଏତିକି କାହିଁକି, ତାହେଲେ ତମେ ଯଦି ଏମିତି କହିବ ତାହେଲେ ତମ ଛୁଆର ଆମେ ନାଁ କାଟିଦେବୁ, ଏମିତି ହିଁ କୁହନ୍ତି। ମାନେ ଆଉ ଗୋଟେ ଏଇ କଥାକୁ ନେଇକିରି ସେ ଆପଣଙ୍କୁ ଧମକେଇଲେ, ତାଙ୍କ ସ୍ୱାମୀ ଆସି ଧମକେଇଲେ? ତାଙ୍କ ସ୍ୱାମୀ ଆସିକି ଆମ ଘର ପାଖକୁ ଧମକଉଛନ୍ତି, ଗେଟ୍ ବାଡ଼େଇକି ଧମକଉଛନ୍ତି, ମାରିଦେବୁ, ହାଣିଦେବୁ, ପିଲା ଲଗେଇକି ଉଠେଇ ନେବୁ, ରେପ୍ କରିଦେବୁ, ତମ ସ୍ୱାମୀକି ହାଣିଦେବୁ, ଏମିତି ଦେବୁ। ତାପରେ ତାଙ୍କ ସ୍ତ୍ରୀ ବି ଏମିତି ମାନେ ବିଭିନ୍ନ ପ୍ରକାର ତତେ ହାଣିଦେବୁ, ମୋ ସ୍ୱାମୀ ଯିଏ ତାଙ୍କୁ କହୁଛନ୍ତି ତତେ ହାଣିଦେବୁ। ମ୍ୟାଡ଼ାମ୍, ଅଣ୍ଡା କମିଯିବାରୁ ତାଙ୍କ ସ୍ୱାମୀ କହୁଛନ୍ତି ରେପ୍ କରିବା ପାଇଁ? ଆଜ୍ଞା, ଅଣ୍ଡାରେ 64 ଶୁଣନ୍ତୁ, ଅଣ୍ଡାରେ ମ୍ୟାଟର ନାହିଁ, ବିହେଭିୟର ଖରାପ। ଅଣ୍ଡାରେ ମ୍ୟାଟର ନାହିଁ, ବିହେଭିୟର ଖରାପ ଅଛି। এইভাবে ওয়ার্ড করা কেତେ ଦୂର ଠିକ୍ ତାହେଲେ ତାଙ୍କର? ସେଟା ମୋତେ କେତେ ଦୂର ନ୍ୟାୟ ଦେଉଛନ୍ତି, ମୁଁ ତ ଆସିଛି। ଥାନାକୁ ଯାଇଥିଲେ ଆପଣ? ହଁ, ମୁଁ ଖଣ୍ଡଗିରି ଥାନାରେ ଏଫଆଇଆର୍ ମୋ ହଜବେଣ୍ଡ ଦେଇଛନ୍ତି। ଯେହେତୁ ମୋ ଦେହ ଅସୁସ୍ଥ ଥିଲା, ମୋ ହଜବେଣ୍ଡ ନେଇକି ଏଫଆଇଆର୍ ଖଣ୍ଡଗିରି ଥାନାରେ ଦେଇଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେ କିଛି ଶୁଣି ନାହାନ୍ତି। ସେ ତାଙ୍କ ନାଁ କ'ଣ, ଯେଉଁ ମ୍ୟାଡ଼ାମଙ୍କ ନାଁ? ତାଙ୍କ ନାଁ ହେଲା ଉଷାରାଣୀ ରାୟ। ସେ କେଉଁ କେତେ ନମ୍ବର ୱାର୍ଡ଼ର? 50 ନମ୍ବର ୱାର୍ଡ଼ରେ ଅଙ୍ଗନବାଡ଼ି କେନ୍ଦ୍ରରେ ଅଛନ୍ତି। 50 ନମ୍ବର ୱାର୍ଡ଼ରେ। मोर क्लाएंट सस्मिता मैडम जे आज्ञा देखंतु तांकर गोटे 15 मासर शिशु पुत्रटी से शिशु पुत्र को नहीं बरमुंडारे थिबा 50 नंबर वार्ड रे मोर क्लाएंट जहाँ कहवा कथा ओडिशावासी गणमाध्यम आपको जनाऊँ। तो मोर क्लाएंट कहवा कथा जे जी उषाराणी राय अंगनवाड़ी दीदी अच्छी, तो से कुआड़े अंडा मन इच्छा दियंती, जदि विरोध कला तांको धमक चमक दियंती। किंतु उषाराणी राय जी मोर क्लाएंट छुआ पुओ को अंडा दबारे विफलता किंबा तांको कौनसी छतुआ कौनसी प्रकार अंगनवाड़ी सहयोग करती नहीं, किंबा तांकर जोटी जो समय रे टीका पोलियो नबा कथा मध्य से बाबद किछि डाकिकी समाधान करती नहीं। किंतु समयानुक्रमे जेतेबेले मोर क्लाएंट तांको स्वामी सह जाइकी पहुँची सेतेबेले सेमाने मिसिकी थाना रे कंट्रोल गंडगोल करी एतला दवापाई मध्य व्यवस्था करथिले। तो आज्ञा देखंतु छोट छुआ 15 मासर छुआ अंगनवाड़ी दीदी मोर क्लाएंट जहाँ कहवा कथा कहते जे से 15 मासर छुआटी को विष देकर मारदेवे। जे आज्ञा ये की कथा, तमें अंगनवाड़ी रे चाकरी कल बोली, तो छुआ मानक पैसा रे दरमा पाइल बोली, तो वर्तमान नुआ नुआ लुगा शाढ़ी पिंधिकी अंगनवाड़ी रे बसिल बोली कौन से शिशु पुत्र को हत्या करवा तुम निहाती दरकार? तो यहाँ गोटे निश्चिंत हत्याकांड सहित सामान। तेणु ता सहित अंगनवाड़ी दीदी तांको स्वामी को गुंडा सजेई मोर क्लाएंट रो घर को पठेइचंती, जे कि क्लाएंट रो घरे जाइकिरी गेट बाड़ेइकिरी अंगनवाड़ी दीदी को स्वामी कहूची जे मैडम आमे तुमको उठे नबू गैंग रेप करूँ। आ किए की कथा? तो तमें अंगनवाड़ी अंडा तो देलनी, छाड़ दीदी जहाँ खाइले अंगनवाड़ी दीदी छाड़, किंतु पुणी तांको स्त्री को जो छोट कोमलमती शिशुटी क्षीर खाऊची ता माँ को लेकिन गैंग रेप कर। तो आज्ञा देखो ये गोटे सांघातिक घटना। अंगनवाड़ी दीदीर स्वामी कहीं गला यही जो छुआटीर घर को जदि उत्तेजित होई सेठी जदि किसी कांड घटे था से कौन सरकार दायी रही था? तेणु निश्चिंत रूपे से जो उठे नवा गैंग रेप करवा बमिंग करवा तांको स्वामी को हत्या करवा
ଆଉ ମଦ୍ୟପାନ କରିଥିବା ଅବସ୍ଥାରେ ଏଇ ଯେଉଁ ଘଟଣାଟି ଏଇ ଛୋଟ ଶିଶୁର ଘରେ ମୋର କ୍ଲାଏଣ୍ଟକୁ କହିଛନ୍ତି କରେଇଛନ୍ତି ଆଉ ଥ୍ରେଟେନ୍ ମଧ୍ୟ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାସ୍ତାରେ ମୋର କ୍ଲାଏଣ୍ଟ ଚାଲିବା ସମ୍ଭବ ହେଇପାରି ନାହିଁ। ତ ତେଣୁକରି ଆମେ ଆସି ଆଜି ଶିଶୁ ମଙ୍ଗଳରେ ଯେଉଁଟାକି CDPOଙ୍କ ପାଖରେ ଯେଉଁ ସବୁ ଅଛନ୍ତି ଆମର ଅଙ୍ଗନବାଡ଼ି ଦିଦିମାନଙ୍କର ଯିଏ ହେଡ୍ ଅଫ୍ ଦ ଡିପାର୍ଟମେଣ୍ଟ ନର୍ମଦା ମ୍ୟାଡ଼ାମ୍, ତାଙ୍କୁ ଆଜି ଆମେ ଭେଟିଥିଲୁ। ତାଙ୍କୁ ଆମେ ସେ ଅଭିଯୋଗଟି ଜଣେଇଲୁ। ତେଣୁ ଯଦି ଅଙ୍ଗନବାଡ଼ି ଦିଦି ଅଣ୍ଡା ଖାଇଲେ ତାଙ୍କ ସ୍ୱାମୀ କାହିଁକି ହତ୍ୟା ଧମକ ଦେଲେ, ଏହା ଇନକ୍ୱାରି ନିଶ୍ଚିନ୍ତ ଦିଦି କରନ୍ତୁ, ଆମର CDPO ମ୍ୟାଡ଼ାମ୍ କରନ୍ତୁ ବୋଲି ଆମେ ଜଣେଇଛୁ। ଆଉ ଯଦି ଏହା ସମ୍ପୂର୍ଣ୍ଣ ରୂପେ ନ୍ୟାୟ ସଙ୍ଗତ ନହେଲା ଆମେ ନିଶ୍ଚିନ୍ତ ମୁଖ୍ୟମନ୍ତ୍ରୀଙ୍କ ଗ୍ରିଭାନ୍ସରେ ପହଞ୍ଚିକି କାହିଁକି ଛୋଟ ପିଲାଟିକୁ ବିଷ ଦେବେ ସେ ଦିଦି ତାହା ଜଣାଇବୁ। ଆଉ ତା ସହିତ ଏହା ଦେହରେ ଯେଉଁ ଯେଉଁ ଅଧିକାରୀମାନେ ଇନଭଲ୍ଭ ଅଛନ୍ତି ତାଙ୍କ ଆମର ଯେଉଁ ଅଭିଯୋଗକାରିଣୀ ସସ୍ମିତା ସେ ଗୋଟେ ମୋତେ ଅଭିଯୋଗ ପତ୍ର ଆଜି ଦେଇଛନ୍ତି। ଆଉ ମୁଁ ସେ ଉପରେ ଗୋଟେ ତଦନ୍ତ କରିବି, ତଦନ୍ତ କରି ଯାହା ଜଣେଇବି। କେତେ ଦିନ ଭିତରେ ତଦନ୍ତ କରିବେ? ଭାବୁଛି ଯଥାଶୀଘ୍ର କରିଦେବି। ଆଶା ରଖିବା ଅଭିଯୋଗ ନିଆଯିବ। ହଁ ନିଶ୍ଚୟ, ଯଦି ଭୁଲ ଥିବ ଆମେ ନ୍ୟାୟ ଦେବାକୁ ନିଶ୍ଚୟ ଚେଷ୍ଟା କରିବୁ। ସେ କହୁଥିଲେ ଆଗରୁ ଆସିଥିଲେ କିନ୍ତୁ ଅଭିଯୋଗ ଆପଣ ଶୁଣୁନଥିଲେ ବୋଲି ଯାହା କହିଲେ ଆସିକିରି। ଏଇଟା ନିଶ୍ଚୟ କଥା, ତାଙ୍କ ଅଭିଯୋଗ ମୁଁ ନିଶ୍ଚୟ ରଖିଥିଲି। ଯେମିତି ଆଗ ଥାନାକୁ ଯାଇ ପରେ ମୋ ପାଖକୁ ଆସିଥିଲି, ମୁଁ ଅଭିଯୋଗ ରଖିଥିଲି।